ଚିପିଲି ଗ୍ରାମରେ ମା ଦ୍ୱାରଶନୀ ଦେବୀଙ୍କ ଛତର ଯାତ୍ରା ଅନୁଷ୍ଠିତ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଚିଲିପା ଗ୍ରାମରେ ମହା ଆଡ଼ମ୍ବରରେ ମା ଦ୍ୱାରଶନୀ ଦେବୀଙ୍କର ଛତର ଯାତ୍ରା ପାଳିତ ହୋଇଯାଇଛି। ମାଙ୍କର ଷୋଳଶ ପୂଜା ମହାଳୟା ଅମାବାସ୍ୟା ଠାରୁ ଆରମ୍ଭ ହୋଇଥାଏ। ପ୍ରତିବର୍ଷ ବିଭିନ୍ନ ପଦ୍ଧତିରେ ପୂଜା କରାଯାଏ। ଏହା କାହିଁ ଆବାହନ କାଳରୁ ବିଧ ରୀତିରେ ମା ଦ୍ୱାରଶନୀ ଦେବୀଙ୍କର ପୂଜା ହୋଇଆସୁଛି। ମା ଦ୍ୱାରଶନୀ ବହୁ ପୁରାତନ କାଳରୁ ନୂଆପଡ଼ା ଜିଲ୍ଲା କୋଟବଡ଼େନ ଗ୍ରାମରୁ ଏହି ଚିଲିପା ଗ୍ରାମକୁ ଆଗମନ କରିଥିଲେ। ମା ଆସିବା ପରେ ପ୍ରଥମେ ଆଦିବାସୀ ସମାଜର ଲୋକ ପୂଜା କରୁଥିଲେ ବୋଲି ଶୁଣିବାକୁ ମିଳିଛି। ମାଙ୍କର ନିଶି ପୂଜା ମହାସପ୍ତମୀ ଅଧରାତିରେ ଜେନା ବୋଦା ଧରି ମାଙ୍କର ମୁଖ୍ୟ ମନ୍ଦିରଠାରୁ ଅଧରାତ୍ର ସମୟରେ ଗ୍ରାମର ନଦୀ ତଟରେ ଥିବା ଜେନା ଡଙ୍ଗରକୁ ଯାଇଥାନ୍ତି। ସେଠାରେ ଜେନା ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ପୁଣି ସକାଳ ପାହାନ୍ତିଆ ସମୟରେ ମାଙ୍କର ଛତର ଧରି ଫେରନ୍ତି। ମା ଦ୍ୱାରଶନୀଙ୍କର ଛତରକୁ ବହୁ ଆଡ଼ମ୍ବର ସହ ପୁଣି ମନ୍ଦିର ଅଭିମୁଖେ ବାହୁଡ଼ି ଆସିଥାନ୍ତି। ମା ଦ୍ୱାରଶନୀ ଦେବୀ ମଣିଷ ଦେହରେ କାଳିସୀ ହୋଇ ଛତର ଧରି ଢୋଲ ମହୁରୀ ଘୁମୁରା ନାଚ ଘଣ୍ଟ ଦଳ ନିଶାନ ବାଜାର ତାଳେ ତାଳେ ହଜାର ହଜାର ଭକ୍ତଙ୍କ ଗହଣରେ ନାଚି ନାଚି ଝୁମି ଝୁମି ଆସନ୍ତି ଗାଁ ଦାଣ୍ଡରେ। ମାଙ୍କର ଆଶୀର୍ବାଦ ଭିକ୍ଷା ପାଇଁ ହଜାର ହଜାର ଭକ୍ତ ଭିଡ଼ ଜମାଇଥାନ୍ତି ଚିଲିପା ଗ୍ରାମରେ। ଏହି ଗ୍ରାମ ଛତିଶଗଡ଼ ରାଜ୍ୟ ଏବଂ ନୂଆପଡ଼ା ଜିଲ୍ଲା ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ହୋଇଥିବାରୁ ମାଙ୍କର ଛତର ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ଦେଖିବାକୁ ମିଳେ। ମା ଦ୍ୱାରଶନୀ ଦେବୀ ନିଜ ଗ୍ରାମ ପରିକ୍ରମା କରି ସମସ୍ତ ଭକ୍ତମାନଙ୍କ ଦ୍ୱାର ମୁହଁରେ ପୂଜା ପାଇ ପୁଣି ନିଜ ମନ୍ଦିରକୁ 11:30 ପ୍ରତ୍ୟାବର୍ତ୍ତନ କରିଥିଲେ। କଳାହାଣ୍ଡିରୁ ଲକ୍ଷ୍ମୀକାନ୍ତ ଧଙ୍ଗଡ଼ା ମାଝୀଙ୍କ ରିପୋର୍ଟ, ONI ନ୍ୟୁଜ୍।